टाटा स्टील लिमिटेड आनुकूल्य आयोजित एक दिवसीय मीडिया मैत्री कप क्रिकेट टूर्नामेंट स्थानीय केन्द्रीय खेल पड़िया रविवार आयोजित हो जाइए। समुदाय 6टी दल को नहीं आयोजित यह दिवारात्र टूर्नामेंट रे 20 टीम को हराई जोड़ा मीडिया दल चंपियन होइछि। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ୍ର ମହାପ୍ରବନ୍ଧକ ଅତୁଲ ଭଟନାଗର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଯୋଡ଼ାର ମୁଖ୍ୟ ରାଜେଶ କୁମାର, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ମୁଖ୍ୟ ରାହୁଲ କିଶୋର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଚିତ୍ତାକର୍ଷକ ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଇଡ଼ା ଦଳ 2 ୱିକେଟ୍ ହରାଇ 56 ରନ୍ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପିଛା କରି ଯୋଡ଼ା ଦଳ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ଦିବାରାତ୍ର ମ୍ୟାଚ୍ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ଯୋଡ଼ା ଦଳର ସମୀର କୁମାର ଦାସ, ମନୀନ୍ଦ୍ର ସୁନ୍ଦର ବାରିକ ଓ କୋଇଡ଼ା ଦଳର ପପୁ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। କୋଇଡ଼ା ଦଳର ଆକାଶ ଶର୍ମାଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ଓ ଯୋଡ଼ା ଦଳର କ୍ୟାପ୍ଟେନ୍ ଦୀପକ ଶତପଥୀଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ଭାବେ ପୁରସ୍କୃତ କରାଯାଇଥିଲା। ଏହି ମ୍ୟାଚ୍କୁ ସମସ୍ତେ ମନଭରି ଉପଭୋଗ କରିଥିଲେ। जोड़ारू भगवान गिरी रिपोर्ट पोस्टर का खबर।